କେଉଁଠାରେ ଭାରତୀୟ ଜାତୀୟ କଂଗ୍ରେସର ଅଧିବେଶନରେ ସାଇମନ କମିଶନକୁ ବର୍ଜନ କରିବା ପାଇଁ ସ୍ଥିର କରାଯାଇଥିଲା? ଉତ୍ତର, ମାଡ୍ରାସ ଅଧିବେଶନରେ। ଏହାକୁ ମୁସଲିମ ଲିଗ ଓ ହିନ୍ଦୁ ମହାସଭା ମଧ୍ୟ ସମର୍ଥନ ଜଣାଇଥିଲେ। ସାଇମନ କମିଶନ ଭାରତର କେଉଁ ସହରରେ ପହଞ୍ଚିଥିଲେ? ସାଇମନ କମିଶନ ଭାରତର ମୁମ୍ବାଇ ସହରରେ ପହଞ୍ଚିଥିଲେ। କେଉଁଠାରେ ସାଇମନ କମିଶନ ପ୍ରତିବାଦ ଶୋଭାଯାତ୍ରାରେ ଜବାହରଲାଲ ନେହେରୁ ଓ ଗୋବିନ୍ଦ ବଲ୍ଲଭ ପନ୍ଥ ପୋଲିସ ଲାଠିମାଡ଼ର ଶିକାର ହୋଇଥିଲେ? ଲକ୍ଷ୍ନୌଠାରେ। ସାଇମନ କମିଶନ ଭାରତରେ 1928 ଫେବୃଆରୀ 3 ତାରିଖ 1928 ଫେବୃଆରୀ 3 ତାରିଖରେ ପହଞ୍ଚିଥିଲା। କେଉଁଠାରେ ସାଇମନ କମିଶନ ବିରୋଧୀ ଶୋଭାଯାତ୍ରାରେ ନେତୃତ୍ୱ ନେଉଥିଲା ବେଳେ ଲାଲା ଲାଜପତ ରାୟ ପୋଲିସ ଲାଠି ପ୍ରହାର ଦ୍ୱାରା ଛାତିରେ ଗଭୀର ଭାବେ ଆଘାତପ୍ରାପ୍ତ ହୋଇଥିଲେ? ଲାହୋରଠାରେ। ସେଠାରେ ତାଙ୍କ ଛାତିରେ ଗଭୀର ଆଘାତ ଲାଗିବାରୁ ସେ 1928 ମସିହା ନଭେମ୍ବର 27 ତାରିଖରେ ମୃତ୍ୟୁବରଣ କରିଥିଲେ। 1928 ମସିହା ନଭେମ୍ବର 27 ତାରିଖରେ ମୃତ୍ୟୁବରଣ କରିଥିଲେ। ଲକ୍ଷ୍ନୌଠାରେ ସାଇମନ କମିଶନ ବିରୋଧୀ ଶୋଭାଯାତ୍ରାରେ କିଏ ପୋଲିସ ଲାଠିମାଡ଼ର ଶିକାର ହୋଇଥିଲେ? ଆମେ ଜାଗା ଦେଖିବା। ଜାଗାଟା ହେଉଛି ଲକ୍ଷ୍ନୌ। ଲକ୍ଷ୍ନୌରେ କିଏ? ନା ଜବାହରଲାଲ ନେହେରୁ ଓ ଗୋବିନ୍ଦ ବଲ୍ଲଭ ପନ୍ଥ। ଏଠି ଜଣଙ୍କର ନାଁ ଅଛି ଜବାହରଲାଲ ନେହେରୁ। ଅପସନ୍ ଖ, ଜବାହରଲାଲ ନେହେରୁ ଓ ଗୋବିନ୍ଦ ବଲ୍ଲଭ ପନ୍ଥ। ସାଇମନ କମିଶନ ବିରୋଧୀ ଶୋଭାଯାତ୍ରାରେ ନେତୃତ୍ୱରେ ନେବା ସମୟରେ ପୋଲିସ ଲାଠି ପ୍ରହାରର ଆଘାତ କାରଣରୁ କିଏ 1928 ନଭେମ୍ବର 27ରେ ମୃତ୍ୟୁବରଣ କରିଥିଲେ? ଲାଲା ଲାଜପତ ରାୟ। କେଉଁଠାରେ ଭାରତୀୟ ଜାତୀୟ କଂଗ୍ରେସ ଅଧିବେଶନର ପୂର୍ଣ୍ଣ ସ୍ୱରାଜ ପ୍ରସ୍ତାବ ଗୃହୀତ ହୋଇଥିଲା? ଲାହୋରଠାରେ। କେତେ ମସିହା? 1929 ମସିହାରେ ଜବାହରଲାଲ ନେହେରୁଙ୍କ ଅଧ୍ୟକ୍ଷତାରେ। 1929 ମସିହା ଜାତୀୟ କଂଗ୍ରେସ ଲାହୋର ଅଧିବେଶନରେ ଜବାହରଲାଲ ନେହେରୁଙ୍କ ସଭାପତିତ୍ୱରେ ପୂର୍ଣ୍ଣ ସ୍ୱରାଜ ପ୍ରସ୍ତାବ ଗୃହୀତ ହୋଇଥିଲା। ପୂର୍ଣ୍ଣ ସ୍ୱରାଜ ପ୍ରସ୍ତାବ ଅନୁମୋଦନ କରିଥିବା ଭାରତୀୟ ଜାତୀୟ କଂଗ୍ରେସ ଅଧିବେଶନରେ କିଏ ଅଧ୍ୟକ୍ଷତା କରିଥିଲେ? ଜବାହରଲାଲ ନେହେରୁ। ଜାତୀୟ କଂଗ୍ରେସର ଲାହୋର ଅଧିବେଶନରେ କେଉଁ ତାରିଖକୁ ଭାରତର ପ୍ରଥମ ସ୍ୱାଧୀନତା ଦିବସ ରୂପେ ପାଳନ କରାଯାଇଥିଲା? 1930 ଜାନୁଆରୀ 26 ତାରିଖରେ। ସେହିଦିନ 1930 ଜାନୁଆରୀ 26 ଜବାହରଲାଲ ନେହେରୁ ରାବି ନଦୀ କୂଳରେ ପ୍ରଥମେ ତିରଙ୍ଗା ପତାକା ଉତ୍ତୋଳନ କରିଥିଲେ। କେଉଁଠାରେ ଜାତୀୟ କଂଗ୍ରେସ ଅଧିବେଶନରେ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା? ଲାହୋର ଅଧିବେଶନରେ। ଗାନ୍ଧିଜୀ ସାବରମତୀ ଠାରୁ କେବେ ଦାଣ୍ଡିଯାତ୍ରା ଆରମ୍ଭ କରିଥିଲେ? 1930 ମାର୍ଚ୍ଚ 12 ତାରିଖରେ। ସାବରମତୀ ଆଶ୍ରମ ଠାରୁ ସେ 241 ମାଇଲ ଦୂରତା ଅତିକ୍ରମ କରିଥିଲେ ଆଉ ତାଙ୍କ ସାଙ୍ଗରେ ସେତେବେଳେ 78 ଜଣ ସାଙ୍ଗ ହୋଇ ଯାଇଥିଲେ। କେବେ ଗାନ୍ଧିଜୀ ଲବଣ ଆଇନ ଭଙ୍ଗ କରିବା ଉଦ୍ଦେଶ୍ୟରେ ଦାଣ୍ଡି ସମୁଦ୍ର ଉପକୂଳରେ ମୁଠାଏ ବାଲି ଉଠାଇଥିଲେ? 1930 ଏପ୍ରିଲ 6 1930 ଏପ୍ରିଲ 6 ତାରିଖରେ। କେବେ ଆଇନ ଅମାନ୍ୟ ଆନ୍ଦୋଳନ କାର୍ଯ୍ୟକ୍ରମ ଘୋଷଣା କରାଯାଇଥିଲା? 1930 ଏପ୍ରିଲ 9 ତାରିଖ 1930 ଏପ୍ରିଲ 9 ତାରିଖରେ। ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ଜନତା କେଉଁଠାରେ ଜଙ୍ଗଲ ଆଇନ ଅମାନ୍ୟ କରିଥିଲେ? ମହାରାଷ୍ଟ୍ରଠାରେ। ଆଇନ ଅମାନ୍ୟ ଆନ୍ଦୋଳନ ନେତୃତ୍ୱ ନେଉଥିବାରୁ କାହାକୁ 1932ରୁ 1947 ମସିହା ପର୍ଯ୍ୟନ୍ତ ଆସାମରେ କାରାରୁଦ୍ଧ କରାଯାଇ ରଖାଯାଇଥିଲା? ରାଣୀ ଚୌଧଲେଉ ଏବଂ ତାଙ୍କ ସାଙ୍ଗରେ ମଣିପୁର ଓ ନାଗାମାନଙ୍କୁ ମଧ୍ୟ ବନ୍ଦୀ କରାଯାଇଥିଲା ଏବଂ ସେମାନେ ଆନ୍ଦୋଳନରେ ଭାଗ ନେଇଥିଲେ। କେବେ ବ୍ରିଟିଶ ସରକାର ପ୍ରଥମେ ଗୋଲଟେବୁଲ ବୈଠକ ଡାକିଥିଲେ? ପ୍ରଥମେ 1930 ମସିହାରେ ଗୋଲଟେବୁଲ ବୈଠକ ଡକାଯାଇଥିଲା,
କିନ୍ତୁ ସେଥିରେ କୌଣସି ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟ ଯୋଗ ଦେଇନଥିବାରୁ ତାହା ସଫଳ ହୋଇନଥିଲା। ପ୍ରଥମ ଗୋଲଟେବୁଲ ବୈଠକରେ କଂଗ୍ରେସର କୌଣସି ପ୍ରତିନିଧି ଯୋଗ ନ ଦେବାରୁ କେବେ ଗାନ୍ଧିଜୀଙ୍କ ସମେତ କଂଗ୍ରେସର ଅନ୍ୟ ତୁଙ୍ଗ ନେତାମାନଙ୍କୁ କାରାଗାରରୁ ମୁକ୍ତ କରାଯାଇଥିଲା। 1931 ଜାନୁଆରୀ, ରାଇଟ୍ ଆନ୍ସର 1931 ଜାନୁଆରୀ ମାସରେ କାରାଗାରରୁ ବିଭିନ୍ନ ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କରାଯାଇଥିଲା। କେବେ ଗାନ୍ଧୀ ଇରୱିନ ଚୁକ୍ତି ସମ୍ପାଦିତ ହୋଇଥିଲା? 1931 ମାର୍ଚ୍ଚ 5 ତାରିଖରେ ଗାନ୍ଧୀ ଇରୱିନ ଚୁକ୍ତି ସମ୍ପାଦିତ ହୋଇଥିଲା। କିଏ ଦ୍ୱିତୀୟ ଗୋଲଟେବୁଲ ବୈଠକରେ ଅଧ୍ୟକ୍ଷତା କରିଥିଲେ? ତତ୍କାଳୀନ ପ୍ରଧାନମନ୍ତ୍ରୀ ରାମସେ ମ୍ୟାକଡୋନାଲ୍ଡ। ଇଂଲଣ୍ଡର ପ୍ରଧାନମନ୍ତ୍ରୀ ରାମସେ ମ୍ୟାକଡୋନାଲ୍ଡ। କିଏ ଗାନ୍ଧିଜୀଙ୍କୁ ଧମକ ଦେଇ କହିଥିଲେ ତାଙ୍କ ସରକାରଙ୍କୁ ସହଯୋଗ ନ କଲେ ଭାରତୀୟମାନଙ୍କୁ ମେସିନ ଗନ୍ ଓ ବୋମାରେ ଉଡ଼ାଇଦେବୁ? ପଞ୍ଚମ ଜର୍ଜ। ଦ୍ୱିତୀୟ ଗୋଲଟେବୁଲ ବୈଠକରେ ପ୍ରଧାନମନ୍ତ୍ରୀ ରାମସେ ମ୍ୟାକଡୋନାଲ୍ଡଙ୍କ ଦଳିତ ବା ହରିଜନ ଶ୍ରେଣୀର ଲୋକଙ୍କ ପାଇଁ ପୃଥକ ନିର୍ବାଚନ ମଣ୍ଡଳୀ ଘୋଷଣା ପ୍ରତ୍ୟାହାର ଦାବିରେ ଗାନ୍ଧିଜୀ କେବେ ପୁନାର ୟାରେରାଡା କାରାଗାରରେ ଅମରଣ ଅନଶନ ଆରମ୍ଭ କରିଥିଲେ? 1932 ସେପ୍ଟେମ୍ବର 20। 1932 ସେପ୍ଟେମ୍ବର 20 ପରେ ଏହା ପୁନା ଚୁକ୍ତି ନାମରେ ନାମିତ ହୋଇଥିଲା। ତୃତୀୟ ଗୋଲଟେବୁଲ ବୈଠକ କେବେ ଆରମ୍ଭ ହୋଇଥିଲା? ତୃତୀୟ ଗୋଲଟେବୁଲ ବୈଠକ 1932 ନଭେମ୍ବର 17ରେ ଆରମ୍ଭ ହୋଇଥିଲା, କିନ୍ତୁ 17 ତାରିଖରୁ 24 ତାରିଖ ପର୍ଯ୍ୟନ୍ତ ଚାଲିଥିଲା। 17ରୁ 24। ତେଣୁ ଆମକୁ ଦୁଇଟା କ୍ୱେଶ୍ଚିନ୍ ଆସିପାରେ, କେବେ ଆରମ୍ଭ ହୋଇଥିଲା, କେବେ ଶେଷ ହୋଇଥିଲା, କିମ୍ବା କେତେ ତାରିଖରୁ କେତେ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। 1932 ନଭେମ୍ବର 17ରୁ 24 ତାରିଖ ପର୍ଯ୍ୟନ୍ତ ଚାଲିଥିଲା। କେବେ ଆଇନ ଅମାନ୍ୟ ଆନ୍ଦୋଳନ ଔପଚାରିକ ଭାବେ ପ୍ରତ୍ୟାହୃତ ହୋଇଥିଲା? 1934। 1934 ମସିହାରେ ଆଇନ ଅମାନ୍ୟ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। କେଉଁଠାରେ? 1930 ମାର୍ଚ୍ଚ 16 ତାରିଖରେ ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟି ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲା। ବାଲେଶ୍ୱରଠାରେ। ଉତ୍କଳ ପ୍ରାଦେଶିକ କମିଟି କାହାକୁ ଓଡ଼ିଶାର ଆଇନ ଅମାନ୍ୟ ଆନ୍ଦୋଳନର ନେତୃତ୍ୱ ଦେଇଥିଲେ? ଗୋପବନ୍ଧୁ ଚୌଧୁରୀ। ଗୋପବନ୍ଧୁ ଚୌଧୁରୀଙ୍କୁ ଉତ୍କଳ ପ୍ରାଦେଶିକ କମିଟି ଆଇନ ଅମାନ୍ୟ ଆନ୍ଦୋଳନ ନେତୃତ୍ୱ ଦେଇଥିଲେ। କେବେ ଓଡ଼ିଶାରେ ଲବଣ ଆଇନ ଭଙ୍ଗ କରିବା ପାଇଁ 21 ଜଣ ସତ୍ୟାଗ୍ରହୀ ଇଞ୍ଚୁଡ଼ି ଅଭିମୁଖେ କଟକ ସ୍ୱରାଜ ଆଶ୍ରମରୁ ପଦଯାତ୍ରା ଆରମ୍ଭ କରିଥିଲେ? 1930 ଏପ୍ରିଲ 6 ତାରିଖ। 1930 ଏପ୍ରିଲ 6 ତାରିଖରୁ 21 ଜଣ ସଦସ୍ୟ କଟକର ସ୍ୱରାଜ ଆଶ୍ରମରୁ ଇଞ୍ଚୁଡ଼ି ଅଭିମୁଖେ ଯାତ୍ରା କରିଥିଲେ। କେବେ ଇଞ୍ଚୁଡ଼ିଠାରେ ଲବଣ ଆଇନ ଭଙ୍ଗ ହୋଇଥିଲା? 1906ରେ ସେମାନେ ଯାତ୍ରା ଆରମ୍ଭ କରିଥିଲେ ଏବଂ 1930 ଏପ୍ରିଲ 13 ତାରିଖରେ ସେମାନେ ଯାଇକିନା ସେଠାରେ ପହଞ୍ଚିଥିଲେ ଏବଂ ଲବଣ ଆଇନ ଭଙ୍ଗ କରି ଲବଣ ମାରିଥିଲେ। ଇଞ୍ଚୁଡ଼ିଠାରେ କିଏ ପ୍ରଥମେ ଲବଣ ଆଇନ ଭଙ୍ଗ କରିଥିଲେ? ଆଚାର୍ଯ୍ୟ ହରିହର ଦାସ। ଆଚାର୍ଯ୍ୟ ହରିହର ଦାସ ପ୍ରଥମେ ଇଞ୍ଚୁଡ଼ିଠାରେ ଲବଣ ଆଇନ ଭଙ୍ଗ କରିଥିଲେ। କେଉଁଠାରେ ମଥୁରା ମୋହନ ବେହେରା, କରୁଣାକର ପାଣିଗ୍ରାହୀ ଓ ନୀଳାମ୍ବର ଦାସ ଲବଣ ଆଇନ ଭଙ୍ଗ କରି ଗିରଫ ହୋଇଥିଲେ? ମାର୍ଥାଠାରେ। ମାର୍ଥାଠାରେ ମଥୁରା ମୋହନ ବେହେରା, କରୁଣାକର ପାଣିଗ୍ରାହୀ, ନୀଳାମ୍ବର ଦାସ ଲବଣ ଆଇନ ଭଙ୍ଗ କରି ଗିରଫ ହୋଇଥିଲେ। କୁଜଙ୍ଗଠାରେ ଲବଣ ସତ୍ୟାଗ୍ରହର ନେତୃତ୍ୱ ନେଇଥିବା ସତ୍ୟାଗ୍ରହୀମାନଙ୍କ ମଧ୍ୟରୁ କିଏ ଅନ୍ତର୍ଭୁକ୍ତ ନଥିଲେ? ନାରାୟଣ ବୀରବର ସାମନ୍ତ ଥିଲେ, ମାଳତୀ ଦେବୀ ଥିଲେ, ରମା ଦେବୀ ଥିଲେ, ତାଙ୍କ ସହିତ ସାରଳା ଦେବୀ ନଥିଲେ। ନୀଳକଣ୍ଠ ଦାସ ଓ ଜଗନ୍ନାଥ ରଥ କେଉଁ ଜିଲ୍ଲାରେ ଲବଣ ସତ୍ୟାଗ୍ରହର ନେତୃତ୍ୱ ନେଇଥିଲେ? ପୁରୀ ଜିଲ୍ଲାର। କେଉଁ ଜିଲ୍ଲାରେ ବିଶ୍ୱନାଥ ଦାସ, ନିରଞ୍ଜନ ପଟ୍ଟନାୟକ, ଶଶିଭୂଷଣ ରଥ, ଦିବାକର ପଟ୍ଟନାୟକ, ସରଳା ଦେବୀ, ମାଳତୀ ଦେବୀ ଲବଣ ସତ୍ୟାଗ୍ରହୀର ନେତୃତ୍ୱ ନେଇଥିଲେ? ଗଞ୍ଜାମ।
ଶ୍ରୀଜଙ୍ଗଠାରେ ଚୌକିଦାରୀ କର ବିରୋଧୀ ଆନ୍ଦୋଳନ କେବେ ଆରମ୍ଭ ହୋଇଥିଲା? 1931 ମେ ମାସରେ। କେଉଁଠାରେ ଗୌରମୋହନ ଦାସ ବିଦ୍ୟାଧର ରଥଙ୍କ ନେତୃତ୍ୱରେ ଚୌକିଦାରୀ କର ବିରୋଧରେ ଆନ୍ଦୋଳନ ଆରମ୍ଭ ହୋଇଥିଲା? ଶ୍ରୀଜଙ୍ଗଠାରେ। କେବେ ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ପରିସମାପ୍ତି ଘଟିଲା? 1934 ମସିହାରେ ବିଧିବଦ୍ଧ ଭାବେ ସମ୍ପୂର୍ଣ୍ଣ ଭାରତରୁ ମଧ୍ୟ ଆଇନ ଅମାନ୍ୟ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା। ତେଣୁ ଓଡ଼ିଶାରେ ମଧ୍ୟ 1934 ମସିହାରେ ଆଇନ ଅମାନ୍ୟ ଆନ୍ଦୋଳନ ପରିସମାପ୍ତି ଘଟିଥିଲା।